सर्वप्रथमे ସେହି ପରମ ଆରାଧ୍ୟ ପରମ ପ୍ରେମମୟ ଜୀବନ ଦେବତା ପ୍ରାଣେଶ୍ୱର ପ୍ରାଣପତି ଶ୍ରୀ ଗୁରୁସ୍ୱାମୀ ଚରମନାଥ ଚରମପାଦ ଶ୍ରୀପାଦ ପଦ୍ମ ତଳେ ଏ ଅଧମ ଅକିଞ୍ଚନ ଅଜ୍ଞାନ ଜଡ଼ମୂଢ଼ର କୋଟି କୋଟି ଅନନ୍ତ କୋଟି ବାର ଆଭୂମ ପ୍ରାଣ ତତ୍ପରେ ବ୍ରହ୍ମ ଜିଜ୍ଞାସୁ ଜ୍ଞାନୀ ପଣ୍ଡିତ ସମସ୍ତଙ୍କୁ ଏ ଅଧମ ଅକିଞ୍ଚନ ଅଜ୍ଞାନ ଜଡ଼ମୂଢ଼ର ସପ୍ରେମ ଗୁରୁସ୍ୱାମୀ ଠାକୁରେ ଏଠି ଯଜ୍ଞ ପ୍ରୋଗ୍ରାମ କଲେ ମାଟିଆ ତ ଏଠୁ ଯେତେବେଳେ ଭିକ୍ଷାଞ୍ଜଳି କଲେକ୍ସନ ହେଲା, ଧାନ କଲେକ୍ସନ ହେଲା, ଏମିତି ପଇସା ପତ୍ର ଯିଏ ଯାହା ଦେଲେ ଆମେ ସେଥିରେ ସହଯୋଗ କରିଥିଲୁ। ସେତେବେଳେ ଆମ ମାନେ ମୁଁ +3 କମ୍ପ୍ଲିଟ୍ କରି ସାରିଥାଏ ସେ ସମୟରେ। ଆଉ ତାପରେ କହିଲେ ମୁଁ ତାଙ୍କୁ ସାହାଯ୍ୟ ସହଯୋଗ କଲି ସମସ୍ତଙ୍କୁ ଘର ଘରକୁ ଯାଇକିନା। ତାପରେ ଯଜ୍ଞ ସମୟ ଆସିଗଲା। ଯଜ୍ଞ ଏଠି ସବୁ କାର୍ଯ୍ୟକ୍ରମ ସବୁ ସାଜସଜା, ସେ ଯଜ୍ଞ ମଣ୍ଡପ, ନାମ ମଣ୍ଡପ, ସତ୍ସଙ୍ଗ ମଣ୍ଡପ ଏସବୁ ହେଇଗଲା। ତ ମୁଁ ଜାଣିନାହିଁ ଯଜ୍ଞ କେମିତି, ଯଜ୍ଞ କଣ, ଏସବୁ ବିଷୟରେ ମୋର କିଛି ଧାରଣା ନାହିଁ। ଆଉ ତା ପୂର୍ବଟା ତ ମୋର ପାଠ ପଢା ଏସବୁ ଜିନିଷରେ ସମୟ ଅତିବାହିତ କରିଥିଲି। ତେଣୁ ମୁଁ ଏ ଆଧ୍ୟାତ୍ମିକ ଲାଇନ ଭିତରକୁ ମୁଁ ଟୋଟାଲି ଆସିନାହିଁ, ମୁଁ ଜାଣିନାହିଁ କିଛି। ତାପରେ ଯେତେବେଳେ ଆମ ବୈତରଣୀ ନଦୀରୁ ଘଟ ଆସିଲା, ଏଠୁ 6-7 କିଲୋମିଟର ହେବ। ସେଠୁ ଯେତେବେଳେ ଘଟ ଆସିଲା ମୁଁ ପଛା ଗୁଡେଇ ଆସିଥିଲି। ମୁଁ ତ କିଛି ଜାଣିନାହିଁ। ପଛାରେ ଚାଲି ଚାଲି ଆସିଲି ମାଟି ଗନି। ତାପରେ ଆସିକି ଦେଖିଲି ସବୁ ସାଜସଜା ହେଇଛି ଫୁଲରେ, ସବୁଆଡେ ମାନେ ଫୁଲରେ ବହୁତ ସୁନ୍ଦର ହେଇଛି ସବୁ ମଣ୍ଡପ ଫଣ୍ଡପ ସବୁ। ତାପରେ ସେଦିନ ସନ୍ଧ୍ୟା ହେଲା ବେଳେ ସେତେବେଳେ ଠାକୁରେ ଆସିଲେ, ସନ୍ଧ୍ୟାବେଳେ ପହଞ୍ଚିଲେ ଏଠି। ଆସିଲେ ଯେତେବେଳେ ସମସ୍ତେ କହିଲେ ଠାକୁରେ ଆସିଲେ, ଚାଲ ଦର୍ଶନ କରିବା। ଏଠୁ ମୁଁ ବି ଆସିଥିଲି। ଏଠୁ କହିଲେ ନା, ଆଜି ଦର୍ଶନ ଦେବେନି, ତୁମେ କାଲି ସକାଳ ଭୋରରୁ ଆଉ ଆସିବ, ଠାକୁର ଦର୍ଶନ ଦେବେ। ହଉ ଠିକ ଅଛି। ତାପରେ ମତେ କହିଲେ ଯେ ତମେ ଆଉ ଆନନ୍ଦ ବଜାରରେ ହେଇଛି, ଯାଅ ଖାଇକି ଯିବ। ଆମ ପାଖ ଏଠି ଯୋଉ ଭାଇମାନେ ଥିଲେ, ମୁଁ କହିଲି ନା, ଆମ ଘରଟା ଏଇଠୁ ପାଖ 3 କିଲୋମିଟର, ମୁଁ କାହିଁ ଏଠି ଖାଇବି, ଏଠି ମୋ ଖାଦ୍ୟଟା ଆଉ କିଏ ଖାଇବ, ଆନନ୍ଦ ବଜାର ମୁଁ ଜାଣିନି। ତାପରେ ମୁଁ ଘରକୁ ଗଲି, ଘରେ ଯାଇକି ଖାଇଲି, କିନ୍ତୁ ମୋର ନିଦ ନାହିଁ। ଯେତେବେଳେ ରାତିରୁ ମୁଁ ଗାଧେଇକି ଆଉ ବାହାରିଛି ଆଉ ଠାକୁର ଦର୍ଶନ ଦେବ ସକାଳେ, ଯେତେବେଳେ ଆସିକି ଏଠି ସୂର୍ଯ୍ୟ ଉଦୟ ହେଲା ମାଟିଆଗନିରେ, ଆଉ ସୂର୍ଯ୍ୟ ଉଦୟ ହେଲା। ତାପରେ ଠାକୁରେ ଜଷ୍ଟ ସୂର୍ଯ୍ୟ ଉଦୟ ହେଉଥାନ୍ତି, ଏପଟେ ତାଙ୍କ ସେ ଯୋଉ ଭିତର ପଟେ ଟାଇଲ ଘର ଅଛି, ସେ ବାରଣ୍ଡାରେ ସେପଟେ ରୁମରେ ଠାକୁର ରହୁଥିଲେ। ଆଉ ସେ ବାରଣ୍ଡାରେ ଜଷ୍ଟ ସୂର୍ଯ୍ୟ ଉଦୟ ହେଉଛନ୍ତି, ସୂର୍ଯ୍ୟ କିରଣଟା ବାରଣ୍ଡା ଉପରେ ପଡିଛି। ଆଉ ଠାକୁର ବାହାରିକି ସୂର୍ଯ୍ୟ ପୂର୍ବ ଆଡକୁ ବସିଛନ୍ତି ଆଉ ଚେୟାରରେ। ପ୍ରଥମ ଦର୍ଶକ ମୁଁ, ଯିଏ ପହଞ୍ଚିଛି ପ୍ରଥମେ। ଶୀତ ଦିନଟା ଥାଏ, ପ୍ରବଳ ଶୀତ, ମକର ପୂର୍ବଟା। ତାପରେ ଠାକୁରେ ଏକୁଟିଆ ବସିଛନ୍ତି, ପାଖରେ କେହି ବି ନାହାନ୍ତି। ଆଉ ମୁଁ ଏକୁଟିଆ ଆସିକି ପହଞ୍ଚି ଯାଇଛି ଆଉ। ତାପରେ ସେଠି ଯୋଉ ବାରିକେଡ କରିଥିଲେ, ସେଠି ଗଡିକି ମୁଁ ଭିତରକୁ ବସିଯାଇଛି। ଠାକୁରଙ୍କୁ ପ୍ରାୟ 5 ମିଟର କେତେ ଦୂରରେ ସେ ବାରଣ୍ଡାରେ ବସିଲେ, ମୁଁ ଏପଟେ ବାହାରେ ଥାଏ। ତାପରେ ଠାକୁରେ ମତେ ଚାହିଁଛନ୍ତି, ମୁଁ ଠାକୁରଙ୍କୁ ଚାହିଁଛି ହେଲା। ଏମିତି ଚାହିଁବାଟା ଆମର ପ୍ରାୟତଃ 45 ମିନିଟରୁ ଘଣ୍ଟେ ଭିତରେ ହେବ। ସିଏ ଚାହିଁଛନ୍ତି, ମୁଁ ଚାହିଁଛି। ଏ ଚାହିଁବା ଭିତରେ ଆମର ତାଙ୍କ ସହିତ ଗୋଟେ ଏମିତି ସଂଯୋଗ ହେଇଗଲା, ଆଉ ଆମ ଭିତରେ ସେ ମାନେ ଯୋଉଟା କି ଆତ୍ମିକ ତା ମାନେ ସୂକ୍ଷ୍ମ ସ୍ତରୀୟ ଯୋଉଟା ମୋର ଭିତରେ ଗୋଟେ ଆସେ କଥାଟା, ଆଉ ପୁଣି ରିଟର୍ନ ହେଇକି ଆସେ ସିଏ ମାନେ ଭାବଟା।
ହେଲା କି ମୁଁ ଯାହା କହୁଥାଏ ମୋର ଭାବନା ଭିତରେ ସେଇଟା ପୁଣି ରିଫ୍ଲେକ୍ସନ ହେଇକିରି ତାପରେ ଆସେ ରିଭ୍ୟୁ ହେଲା କଣ ଇଏ ତ ମୋର ରାମ ଇଏ ତ ମୋର କୃଷ୍ଣ ଏମିତି ଚାଲିଲା ହେଲା କି ଇଏ ତ ମୋର ରାମ ମୁଁ ଯାହା ଭାବୁଥାଏ ତାହା ମୋର ଅଟୋମେଟିକ ମୋର ଭିତରେ ହେଇଥାଏ ସେ ସମୟରେ ସେ ପର୍ଯ୍ୟନ୍ତ କେହି ବି ଆସିନାହାନ୍ତି ଏମିତି ଅନେକ ସମୟ ପରେ ମାନେ 45 ମିନିଟ ଘଣ୍ଟେ ଭିତରେ ତାପରେ ଯାଇକିନି ଗୁରୁ ଭାଇ ମାନେ ଭଉଣୀ ମାନେ ସବୁ ଆସିଲେ ଆସିଲା ପରେ ସମସ୍ତେ ସାଷ୍ଟାଙ୍ଗ ପ୍ରଣାମ କରୁଛନ୍ତି ମୁଁ ସେଠି ଛିଡା ହେଇଛି ଛିଡା ହେଇକି ଏତେ ସବୁ ଜିନିଷ ହଉଛି ତାପରେ ମୁଁ କହିଲି ଏତେ ସମୟ ହେଲାଣି ମୁଁ ଆସିକି ଛିଡା ହେଇଛି ଏପର୍ଯ୍ୟନ୍ତ ଠାକୁରଙ୍କୁ ପ୍ରଣାମ ବି କରିନି ତାପରେ ପ୍ରଣାମ କରିବା ପାଇଁ ମୁଁ ଯେତେବେଳେ ଚେଷ୍ଟା କରୁଛି ମୋର ଆଣ୍ଠୁ ଗଣ୍ଠି ଆଉ ମାନେ ନୁଇଲା ନାହିଁ ମୁଁ ଆଣ୍ଠୁ ମାଡିକି ବି ପ୍ରଣାମ କରି ସତ ଚେଷ୍ଟା କରିଛି ମୁଁ ଆଣ୍ଠୁ ମାଡିକି କେମିତି ପ୍ରଣାମ କରିବି ତାପରେ ମୋର ଆଣ୍ଠୁ ନୁଇଲା ନାହିଁ ମୁଁ ପ୍ରଣାମ ବି କରିପାରିଲି ନାହିଁ ତାପରେ ଭିଡ ଯେତେବେଳେ ହେଇଗଲା ହେଲେ ତମେ ଆଉ ଏଠି ଭିଡ କର ନା ତମେ ଟିକେ ବାହାରକୁ ଯାଅ ତାପରେ ବାହାରକୁ ପଳେଇ ଆସିଲୁ ସେଇ ଦିନଠୁ ମୁଁ ଯଜ୍ଞ ଶେଷ ପର୍ଯ୍ୟନ୍ତ ଖାଲି ସୁଟ ସାର୍ଟ ପିନ୍ଧିଥାଏ ମୁଁ କିଛି ଗାମୁଛା ନାହିଁ କିଛି ନାହିଁ ଶୀତ ଦିନ ଏଠି ରହିଗଲି ସେ ଯୋଉ ମାଇକ ଲାଇଟ ସାଉଣ୍ଡ ଟେଣ୍ଟ ବାଲା ତାଙ୍କ ସେ ଯୋଉ ଇଏରେ ସେଇଠି ଶୁଏ ତାଙ୍କ ଗୋଟେ ଗାମୁଛା ମାଗେ ସକାଳେ ପୁଣି ଲାଟିନ ଫାଟିନ ଯାଏ ସେଇଠି ଗାଧେଇ ଦିଏ ସେଇ ଗାମୁଛା ପୁଣି ଆଉଥରେ ସୁଟ ସାର୍ଟ ପିନ୍ଧିକିରି ଏଠି ନିଗୁରୁ ଥାଏ ନାମ ମଣ୍ଡପରେ ନାମ କରେ ଯେତେବେଳେ ଆନନ୍ଦ ବଜାର ହୁଏ ସେତେବେଳେ ଯାଇକି ଖାଇଦିଏ ପୁଣି ଆସେ ଆସ୍ତେ ଆସ୍ତେ ମୋର ଭିତରେ ଅନ୍ୟ ଭାଇ ଭଉଣୀ ମାନଙ୍କର ଗୋଟେ ଟିକେ ଆତ୍ମୀୟତା ଏମିତି ଆସିଗଲା ମତେ କହିଲେ ତମେ ତିଳକ ଲଗେଇ ଦିଅ ଆନନ୍ଦ ବଜାର ଗଲେ କହିଲେ କିଏ ଖଲି ପକା ଏମିତି ମତେ ମାନେ ସେମାନେ ଏତେ ଆପଣାର କରିଗଲେ ମତେ ସବୁଥିରେ ମତେ ପରାମର୍ଶ ମାନେ ଦେଲେ ତାପରେ କିନ୍ତୁ ସନ୍ଧ୍ୟା ହେଲା ଯେତେବେଳେ ମାନେ ଆମର ସେପଟର ସେ କଣ ଭାଇ ମୁଁ ତାଙ୍କ ନାଁ ଜାଣିନାହିଁ କିନ୍ତୁ ସିଏ ମାଳିକା କଥା କୁହନ୍ତି ମାଳିକାରେ ତାଙ୍କ ନାଁ ଥିଲା ହେଲା ସେ ଭାଇ ଆଉ ସିଏ ଠାକୁରଙ୍କ ବିଷୟରେ ଏମିତି ସବୁ ଅଛି ମାଳିକାରେ ଏମିତି ସବୁ ବୁଝେଇଲେ କିନ୍ତୁ ପ୍ରକୃତରେ ବୁଝେଇବା ପୂର୍ବରୁ ଆମକୁ ଠାକୁର ଏମିତି ଟାଣି ନେଇ ଆସିଥିଲେ ଆଉ ଆମେ ତାଙ୍କର ଶରଣାପନ୍ନ ହେଇଥିଲା ଆମକୁ କେହି ମାନେ ସେମିତି ବୁଝେଇ ନାହାନ୍ତି ଯେ ଠାକୁରଙ୍କ ପାଖକୁ ଯାଅ ଏମିତି ଆଉ ଠାକୁରଙ୍କର ଶରଣାପନ୍ନ ହୁଅ କିନ୍ତୁ ଅଟୋମେଟିକାଲି ସିଏ ଆମକୁ ଟାଣି ଆଣିଥିଲେ ଆଉ ଆମେ ତାଙ୍କ ପାଖକୁ ଆସିଥିଲୁ ଆଉ ଏଇଟା ହଉଛି ପ୍ରଥମ ମାନେ ଅନୁଭବ ଜୀବନରେ ଏମିତି ଅନେକ ଅନୁଭୂତି ଅଛି ପ୍ରତ୍ୟେକ ପଦକ୍ଷେପରେ ପ୍ରତ୍ୟେକ ମୁହୂର୍ତ୍ତରେ ଏମିତି ବିପଦ ଆପଦ ସମୟରେ ମଧ୍ୟ ଠାକୁର କେମିତି ସହାୟକ ହୋଇଛନ୍ତି ତାହା ମଧ୍ୟ ମୁଁ କହିବି ଯେତେବେଳେ ଭାଗବତ ସପ୍ତାହ ଚାଲିଥାଏ ଆଉ ଭାଗବତ ସପ୍ତାହରେ ମୁଁ ଆସେ 8 ଦିନ 9 ଦିନ କଟିଯାଏ ମୋର ଏଥିରେ ମୁଁ ପୂର୍ଣ୍ଣ ସହଯୋଗ କରିକି ଠାକୁରଙ୍କ କାମରେ ସହଯୋଗ କରେ ସେ ଭିତରେ ଯେତେବେଳେ ଦିନେ ପୂର୍ବରୁ ସପ୍ତାହ ଲାଷ୍ଟ ହେବ ଦିନେ ପୂର୍ବରୁ ସେ ଭିତରେ ମ୍ୟାରେଜ ହେଇଯାଇଛି ସେଟା ବି ଗୋଟେ ଲୀଳା ଅଛି ଠାକୁରଙ୍କୁ ପରାମର୍ଶ ଦେଇକିରି ଆଉ ସେଟା ତ ବହୁତ କଥା ଅଛି ତେବେ ସେଇଟା ମଧ୍ୟ ଟିକେ କହିଦେବି ସେ ଲୀଳାଟା ଠାକୁର ଯେତେବେଳେ ଘରେ ବାପା ମା କହିଲେ ଇଏ ତ ସବୁବେଳେ ଠାକୁରଙ୍କ ପଛରେ ଯାଉଛି ଇଏ ବାବାଜୀ ହେଇଯିବ କି କଣ ଆଉ ୟାକୁ ବାହାଘର କରିଦବା ତାପରେ ମୁଁ ନାହିଁ ନାହିଁ ହଉଥିଲି ତାପରେ ଠାକୁରଙ୍କୁ ଆଗ ବୁଝିନିଏ ତମେ ଯଦି କହୁଛ ଠାକୁରଙ୍କୁ ବୁଝିନିଏ ତାପରେ ଠାକୁରଙ୍କୁ ଆଉ ସେ ଆମ କାଳିଆ ବୋଧାପୁର ଗଣ୍ଡରପୁର ସେ ଥିଲେ ଯେତେବେଳେ ସିଏ ସେଠି ମୁକ୍ତ ଭାବରେ ଥିଲେ ସମସ୍ତେ ଜାଣିନଥିଲେ ଆମ ଏଇଠି ବୁଦ୍ଧି ଭାଇଙ୍କ ପରାମର୍ଶ ନେଇକିନା
ସେତେବେଳେ କହିଲେ ନାଇଁ ଗଣ୍ଡପୁରରେ ଅଛନ୍ତି ନନ୍ଦ ଭାଇଙ୍କ ରୁମ୍ରେ। ତାପରେ ନନ୍ଦ ଭାଇଙ୍କ ସେଠି ଆଡ୍ରେସ୍ ଦେଲେ, ଆମେ ସେଇ ଯାଇକି ପହଞ୍ଚିଲୁ ସେଠି 2 ଜଣ। ଆମେ ସେତେବେଳେ ନୂଆ, କଟକ ମୁଁ ଦେଖି ନାହିଁ, କେଉଁଝର ଭିତରେ ଆମେ ବୁଲିଛୁ କିନ୍ତୁ କଟକ ଯାଇନାହିଁ। ତାପରେ ଯାହା ହଉ ଆମେ ଠିକ ଜାଗାରେ ଉଠେଇଛୁ, ଠିକ ଜାଗାରେ ପହଞ୍ଚିଛୁ। ତାପରେ ସେଠି କେହି ବି ଜାଣିନାହାନ୍ତି, ଗୁରୁ ଭାଇ ତ ଜାଣିନାହାନ୍ତି, ଆଉ ସାଧାରଣ ଲୋକ ଜାଣିବେ କୋଉଠି ଠାକୁର କୋଉଠି ଅଛନ୍ତି। ତାପରେ ସେ ଭୁବନେଶ୍ୱରର କଣ ହେଇଛି ତାଙ୍କ ନାଁ, ସିଏ କହିଲେ ସିଏ ସେ ଭିତର ଆଡୁ ଆସିଲେ, ସେ ଗେଟ୍ ଭିତର ଆଡୁ ଇଞ୍ଜିନିୟର କ୍ୱାର୍ଟରରେ ଥିଲେ ତ ନନ୍ଦ ଭାଇଙ୍କର। ତାପରେ ସେ ଭିତର ଆଡୁ ଆସୁଛନ୍ତି, ଆମେ ସେ ତିଳକ ଲଗେଇଛନ୍ତି, ଆମେ ଦେଖିଛୁ ଏଠି ମାଟିଆ ଘରେ ଚିହ୍ନିଛୁ ନା ଜାଣିନେ। ପଚାରିଲୁ ଆଉ ପ୍ରଭୁ କୋଉଠି ଅଛନ୍ତି, ଆଉ ଆମକୁ ଟିକେ କହିଦିଅନ୍ତୁ ଆମେ ଯିବୁ। କହିଲେ ତମେ ଏଇ ରାସ୍ତାରେ ଗଳି ଯାଅ, ସେ କୋଠାର ସେ ଉପରରେ ଅଛନ୍ତି। ଆମେ ମୂର୍ଖ, ଆଉ ଗାଁରୁ ଯାଇଛୁ ଆମେ ଏଇ କୋଠା ଆଉ ସହର ବଜାର କଥା। ତାପରେ ସେ ଉପରେ ଅଛନ୍ତି କହିଲା ବେଳେ ଆମେ ସିଡିରେ ଚଢି ଯାଇଛୁ, ଉପରଟା କଣ ଫାଙ୍କାରେ। ତାପରେ କହିଲୁ ମୁଁ କହୁଛି ଆଉ ଜଣେ ଯାଇଥାଏ ଯେ ସେ ସାନ ଛୋଟ, ମୁଁ ବଡ, ମୁଁ ଚାଲାକ ଟିକେ। ନାଇଁ ତଳେ ଥିବେ ନା, ସେଠୁ ଗୋଟେ ଷ୍ଟେୟାର ଉଠି ଯାଇଛୁ। ତାପରେ ଦେଖୁଛୁ ସବୁ ନେମ୍ ପ୍ଲେଟ୍ ଲେଖା ହେଇଛି ଦ୍ୱାରରେ, ସବୁ ଇଞ୍ଜିନିୟର ମାନଙ୍କର। ସେଠୁ କାହିଁ ହରିହର ନନ୍ଦ ବୋଲି ଲେଖା ହେଇନି, ଆଉ କୋଉଠି ଅଛନ୍ତି ତାହେଲେ। ସେଠୁ ଗୋଟେ ସାଇଡର ରୁମରେ ସେଠି ନେମ୍ ପ୍ଲେଟ୍ ନାହିଁ। ତାପରେ ମୁଁ କହିଲି ଏଇଠି ନିଶ୍ଚିତ ଥିବେ। ତାପରେ କବାଟ ଯାଇକି ଠକ୍ ଠକ୍ କଲୁ, ଆମକୁ କଲିଂ ବେଲ୍ ଜଣା ନାହିଁ। ତାପରେ କବାଟ ଠକ୍ ଠକ୍ କଲୁ ଯେତେବେଳେ ନନ୍ଦ ଭାଇ ନିଜେ ଖୋଲିଲେ। ତାପରେ ଠାକୁରେ ପଶି ଯାଇଛୁ, ଏଇ କହିଲେ ଏଇ ରୁମରେ ବସ। ତାପରେ ସେଇ ରୁମରେ ବସିଛୁ ଜଷ୍ଟ ଏମିତି କବାଟଟା ଅଛି, ଏମିତି ସାଇଡରେ ବସିଛୁ। ଠାକୁରଙ୍କୁ ସେ ନନ୍ଦ ଭାଇ ଯାଇକିରି କହିଦେଇଛନ୍ତି ଆସିଛନ୍ତି ବୋଲି। ତାପରେ ସିଏ ସାଙ୍ଗେ ସାଙ୍ଗେ ଠାକୁର ପଳେଇ ଆସିଛନ୍ତି। ଆମେ ଜାଣିପାରିଲୁନି, ସିଏ ଦୁଆର ପାଖରେ ଛିଡା ହେଇଯାଇଛନ୍ତି। ହଠାତ୍ କିନା ରୁମଟା ପୁରା ବାସ୍ନା ହେଇଗଲା, ହେଲା କି ମାନେ ପୁରା ସେ ଧୂପ ଦୀପ ମାନେ ସେ ବାସ୍ନା ହେଇଗଲା ଯେତେବେଳେ ମୁଁ ଚାରିଆଡେ ଅନେଇ ଦେଖୁଛି ନା, ଠାକୁର ଛିଡା ହେଇଛନ୍ତି ଦୁଆରେ। ତାପରେ ପ୍ରଣାମ କଲା ପରେ ଠାକୁର କହୁଛନ୍ତି ଆଉ କଣ କହିବ କହୁନ ପ୍ରଭୁ, ଆଉ ଆମେ ଅର୍ଘ୍ୟ ଦେବା ପାଇଁ ଆସିଛୁ। ଠାକୁର କହୁଛନ୍ତି ଦେବୁନା, ଏମିତି କହିଲେ, ହେଲା ହାତ ଦେଖେଇ କହିଲେ ଦେବୁନା। ତାପରେ ପଇସା ରହିଲା ବେଗରେ, ଅର୍ଘ୍ୟ ଫଳ ଏମିତି ଥରିକା ଆଉ ବାହାରିଲୁ। ତାପରେ ଏମିତିକି ଦେଖେଇଲୁ, ଠାକୁର ଏମିତିକି ଛୁଇଁଦେଲେ। ତାପରେ କହିଲେ କଣ ଖାଇଛ କହୁଛନ୍ତି, ହେଲା କେତେ ଦୟାଳୁ ଠାକୁର ପ୍ରଭୁ। ଆମେ ସେଇ ଗେଟରେ ଚା ଆଉ କେକ୍ ଖାଇକି ଯାଇଥାଉ। ଆମେ ପଇସା କିଛି ରଖିବା, ଖର୍ଚ୍ଚ କମ କରିବା, ଆଶ୍ରମକୁ ଯିବା, 2-4 ଦିନ ରହିବା ଆଉ ଯିବା। ଆମେ ସେ ପର୍ଯ୍ୟନ୍ତ ଆଶ୍ରମ ଦେଖିନଥିଲୁ। ତାପରେ ଠାକୁର କହିଲେ କଣ ଖାଇଛ, ମୁଁ କହିଲି ପ୍ରଭୁ ଖାଇଛୁ। ତାପରେ କହିଲେ ତମେ ଏଠି ଥାଅ, ମୁଁ ଆସୁଛି। ତାପରେ ଭିତରକୁ ଗଲେ। ତାପରେ ଯୋଉ ଭାଇ ମାନେ ଥିଲେ ତାଙ୍କ ସେବାୟତ, ତାଙ୍କୁ କହିଲେ ତାଙ୍କୁ ଖାଇବା ପାଇଁ ଦିଅ। ସେଠୁ ସେମାନେ ପ୍ଲେଟରେ ଆଣିକି ଆମକୁ ଦେଲେ, ମିଠା ପିଠା କଣ ଥିଲା, ପୁରା ଫୁଲ ପ୍ଲେଟ ଦେଇଦେଲେ। ଆମେ 2 ଜଣ ଯାହା 2 ପ୍ଲେଟ ଖାଇଦେଲୁ, ଆମ ପେଟ ପୁରିଗଲା। ତାପରେ ଖାଇସାରିଛୁ ଯେମିତି ଠାକୁର ପୁଣି ପଳେଇ ଆସିଲେ ଆମ ପାଖକୁ। ଆସିକି କହୁଛନ୍ତି ଆଉ କଣ କହିବ କହୁନ କହୁଛନ୍ତି। ଆମ ମନରେ ଅନେକ ପ୍ରଶ୍ନ ଥିଲା କିନ୍ତୁ ମନେ ପଡୁ ନାହିଁ। ତାପରେ ଠାକୁର କହିଲେ ଆଉ ପୁଣି ପଚାରୁଛନ୍ତି କଣ କହିବ କହୁନ। ମୁଁ କହିଲି ପ୍ରଭୁ କିଛି ନାହିଁ, ମନେ ପଡୁନାହିଁ। ତାପରେ ଠାକୁର କହିଲେ ତମେ ଏବେ ଘରକୁ ପଳାଅ କହିଲେ।
ମୁଁ କହିଲି ଠାକୁରେ କହୁଛନ୍ତି ଆମେ ମନା କରିବୁ ଯେ ନାଇଁ ଆମେ ଆଶ୍ରମକୁ ଯିବୁ। ତାପରେ କହିଲେ ପ୍ରଭୁ ଆଉ ତାହେଲେ ଘରକୁ ପଳେଇବୁ ନା? ହଁ ତୁମ ଘରକୁ ଯା। ତାପରେ ପୁଣି ବ୍ୟାଗ୍ ଫ୍ୟାଗ୍ ଧରିଲୁ। ପୁଣି ସେତେବେଳେ ସମୟ ହେଇଯାଇଥାଏ, ମାନେ ସନ୍ଧ୍ୟା ସମୟ ଆସିଗଲାଣି। ଆସିକି ଗେଟ୍ ପାଖକୁ ପହଞ୍ଚି ଯାଇଛୁ। ଗେଟ୍ ପାଖରେ ମୁଁ ତାକୁ କହୁଛି, ମୋ ସାଙ୍ଗରେ ଯିଏ ଯାଇଛନ୍ତି ଅକ୍ଷୟ ଭାଇ, ମୁଁ ତାଙ୍କୁ କହୁଛି ଆଉ ନା ତ ସନ୍ଧ୍ୟା ହେଇଯିବ, ଆମେ ଆଶ୍ରମ ଯିବା ଯଦି ନୂଆ ଲୋକ ଦେଖିନି ରାସ୍ତା କୁଆଡ଼େ ବୁଣା ହେଇଯିବା, ଆଉ ଯିବା ନାହିଁ। ପୁଣି ଦେଖି ବସ୍ତାନି ଧରିଲୁ, ଫେରିଲୁ ପୁଣି ଠାକୁରଙ୍କ ପାଖକୁ। ଯେତେବେଳେ ଠାକୁରଙ୍କ କବାଟ ବନ୍ଦ ଥାଏ, ସେତେବେଳେ ଖୋଲା ମିଳୁଛି ଏଇ କବାଟଟା। ତାପରେ ପଶି ଯାଇଛୁ, ଯେମିତି ପଶି ଯାଇଛୁ, ବସିବି ନାହିଁ, ଠାକୁରେ ଧାଇଁକିନା ପଳେଇ ଆସିଲେ ପୁଣି ଆମ ପାଖକୁ। ମୁଁ କହିଲି ପ୍ରଭୁ ଆଉ ନା ସନ୍ଧ୍ୟା ହେଇଗଲାଣି, ଆମେ ନୂଆ ଲୋକ, କୋଉଠି ବସରେ ଉଠେଇଦବା, ପୁଣା ହେଇଯିବ। ଠାକୁର କହିଲେ ହଉ ଠିକ ଅଛି, ତମେ ଆଜି ରହିଯା, ଆଉ କାଲି ସକାଳେ ଆଉ ଯିବ। ତାପରେ ରହିଗଲୁ ଠାକୁରଙ୍କ ପାଖରେ। ରାତିରେ ଖାଇବା ପିଇବା ପାଇଁ ଦେଲେ, ରହିଲୁ। ତାପରେ ସକାଳେ ନିତ୍ୟକର୍ମ ସାରିକିରି ତାପରେ ସେତେବେଳେ ଠାକୁରେ କହିଲେ କଟକରୁ ଆସିଥାନ୍ତି କୋଉ ଭାଇଙ୍କର ଗୋଟେ ତିଳତର୍ପଣ କାମ ଥାଏ। ତିଳତର୍ପଣ ବୁଝିବା ପାଇଁ, କଥା ହେବା ପାଇଁ, କେମିତି କରାଯିବ, କଣ କରାଯିବ। ତାପରେ ତାଙ୍କୁ ପରାମର୍ଶ ଦେଲେ। ତାପରେ ଠାକୁର କହିଲେ ତାଙ୍କୁ କିଏ କୁହ ସେମାନେ ଆସନ୍ତି। ତାପରେ ଆମକୁ ଡାକିଲେ। ଏଠୁ ଆମେ ଗଲୁ ତାଙ୍କ ପାଖକୁ। ସେଠୁ ଠାକୁରେ କହିଲେ ଆଉ କଣ କହିବ କହୁନ? ସେତେବେଳେ ପଚାରୁଛନ୍ତି, ସେତେବେଳେ ସବୁ ମନେ ପଡ଼ିଯାଉଛି। ସେଠୁ କହିଲି ପ୍ରଭୁ ଆଉ ବାପା ମା ଆମର କହୁଛନ୍ତି ବାହାଘର କରିଦେବୁ। ଠାକୁର କହୁଛନ୍ତି ବାପା ମା କହୁଛନ୍ତି ମନା କରୁନାହିଁ। ତାହେଲେ ବାହାଘର କରିବୁ? ହଁ ବାପା ମା କହୁଛନ୍ତି ତମେ ମନା କରିବନି। ତାପରେ ଠାକୁରେ କହିଲେ ଆଉ ବାହାଘର ହେଲେ ମତେ ଗୋଟେ ନିମନ୍ତ୍ରଣ ଦବ। ମୁଁ କହିଲି ହଁ ପ୍ରଭୁ ଆଉ ନିମନ୍ତ୍ରଣ ଦେବି ଆଉ। ତାପରେ ମୁଁ କହିଲି ପ୍ରଭୁ ଆଉ ଗୋଟେ ମୋର ଭିତରେ ପ୍ରଶ୍ନ ଥିଲା। ମୁଁ କହିଲି ପ୍ରଭୁ ଆଉ ଆମ ଘରେ ତ ଚାଷବାସ ଜମି ଅଛି, ଆଉ ଆମକୁ ଦେଲେ ପୂଜକ କର୍ମ, ବ୍ରାହ୍ମଣର କର୍ମ, ଆଉ ଆମେ ଯେତେବେଳେ ଚାଷବାସ କରୁ, ବଳଦକୁ ପିଟିକି ଚାଷ କରୁ ବିଲରେ, ଆଉ ଭାରି ଦୁଃଖ ଲାଗେ ପ୍ରଭୁ। ଆଉ ତାଙ୍କୁ ପିଟି ଆଣିକି ଯେତେବେଳେ ଚାଷ କରୁଛୁ, ଆଉ ପ୍ରକୃତରେ ଭାରି ଦୁଃଖ ଲାଗେ ବଳଦ ମାନଙ୍କୁ ଯେତେବେଳେ ପିଟିକି ହଳ ଚଷିଲା ବେଳକୁ। ଆଉ ଯେତେବେଳେ ମୁଁ ବଳଦ ମାନଙ୍କୁ ଧୁଆ ଧୁଇ କରେ, ତାଙ୍କ ପାଦ ଧରେ, ଆଉ କ୍ଷମା ମଧ୍ୟ ମାଗେ, ଆଉ ତାଙ୍କୁ ନ ପିଟିଲେ ସେମାନେ ଭଲ ମାନିବେ ନାହିଁ, କ୍ଷମା ମାଗେ ସତରେ ମୁଁ ତାଙ୍କୁ। ତାପରେ ସେ ଠାକୁରେ କହିଲେ ଯେ ତମେ ଯାହା ନେଇକି ଆସିଛ, ଯୋଉ ଯୋଉ କର୍ମ କରିବା ପାଇଁ ତମେ ନେଇକି ଆସିଛ, ସେ ସବୁ କର୍ମ ସବୁ ତମେ କରିବ। ଏମିତି ବୁଝିଲେ। ଏଇ ଥିଲା ଆମର ମାନେ ଠାକୁରଙ୍କର ମାନେ